ରାତି 3ଟାରୁ 5 ଘଣ୍ଟା ମଧ୍ୟରେ ପ୍ରାର୍ଥନାର ରହସ୍ୟ। ଆପଣ ଯଦି ରାତି 3ଟା ଠାରୁ 5 ଘଣ୍ଟା ମଝିରେ ଯଦି ନିଦ ଭାଙ୍ଗୁଅଛି, ତେବେ ପରମେଶ୍ୱର ଆପଣଙ୍କୁ ଉଠାଉଅଛନ୍ତି। ଆପଣ ସେ ସମୟରେ ଘଡ଼ି ଦେଖି ପୁଣି ଶୋଇଯାଉଅଛନ୍ତି କି? ସେ ସମୟରେ ଆପଣ ଆଣ୍ଠୁମାଡ଼ି ପ୍ରାର୍ଥନା କରନ୍ତୁ, ଯାହାଦ୍ୱାରା ଆଗାମୀ ସମସ୍ୟା ଠାରୁ ରକ୍ଷା ପାଇପାରିବେ। ଏହି ସମୟକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଆଯାଏ। ପାହାନ୍ତିଆର ଶାନ୍ତ ପରିବେଶରେ ପରମେଶ୍ୱର ଆପଣଙ୍କୁ କଥା ହେବା ପାଇଁ ଚାହାନ୍ତି। ପ୍ରାର୍ଥନା ମାଧ୍ୟମରେ, ଯାହା ବାଇବେଲରେ ଏପରି ଲେଖାଯାଏ, ଯାତ୍ରା ପୁସ୍ତକ 14 ପର୍ବ 28 ପଦ। ମାତ୍ର ରାତ୍ରିର ଶେଷ ପ୍ରହରରେ ସଦାପ୍ରଭୁ ଅଗ୍ନି ଓ ମେଘସ୍ତମ୍ଭ ଦେଇ ମିଶରୀୟମାନଙ୍କ ସୈନ୍ୟକୁ ଅନାଇଲେ ଓ ମିଶରୀୟମାନଙ୍କ ସୈନ୍ୟକୁ ଅସ୍ତବ୍ୟସ୍ତ କଲେ। ହୋଇପାରେ କି ପରମେଶ୍ୱର ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଉଠାଉଅଛନ୍ତି। ବାଇବେଲ କୁହେ କି ଯୀଶୁ ନିଜେ ପାହାନ୍ତିଆ ସମୟରେ ଉଠି ପ୍ରାର୍ଥନା କରୁଥିଲେ। ମାର୍କ 1 ପର୍ବ 35 ପଦ। ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ଯୀଶୁ ସେହି ଶାନ୍ତ ପରିବେଶରେ ପ୍ରାର୍ଥନା କରୁଥିଲେ। ଏହା ଆମ୍ଭମାନଙ୍କ ପାଇଁ ଉଦାହରଣ ଅଟେ। ଆପଣ ଜାଣିଛନ୍ତି କି ସାମୁଏଲକୁ ପରମେଶ୍ୱର ରାତ୍ରି ସମୟରେ କାହିଁକି ଡାକିଥିଲେ? ପ୍ରଥମ ସାମୁଏଲ 3 ପର୍ବ 10 ପଦ। ଏ ଉତ୍ତାରେ ସଦାପ୍ରଭୁ ଆସିଲେ ପୁଣି ଠିଆ ହୋଇ ଅନ୍ୟ ସମୟ ପରି ସାମୁଏଲ ସାମୁଏଲ ବୋଲି ଡାକିଲେ। ତେବେ ସାମୁଏଲ କହିଲେ, କୁହନ୍ତୁ, ଆପଣଙ୍କ ଦାସ ଶୁଣୁଅଛି। ସେହି ସମୟ ମଧ୍ୟ ପାହାନ୍ତିଆ ସମୟ ଥିଲା। ଆମ୍ଭେମାନେ ସାମୁଏଲଙ୍କ ପରି ଜାଗ୍ରତ ଥିବା ଉଚିତ। ତେବେ ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ଡାକକୁ ଶୁଣିପାରିବା। ସେଥିପାଇଁ ଏହି ସମୟରେ ଯଦି ନିଦ ଭାଙ୍ଗେ ବା କୌଣସି କାରଣରୁ ଉଠିଥାଉ, ତାହେଲେ ଆଣ୍ଠୁମାଡ଼ି ପ୍ରାର୍ଥନା କରିବା ଉଚିତ ଏବଂ ପରମେଶ୍ୱରଙ୍କ ଡାକକୁ ଶୁଣିବା ଦରକାର। ଫିଲିପିଓ 4 ପର୍ବ 6 ପଦ। କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଏହି ସମୟରେ କରିଥିବା ବିଶ୍ୱାସଯୁକ୍ତ ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମର ଆବଶ୍ୟକତା ପୂରା କରିଥାନ୍ତି। ଆପଣମାନେ ଯଦି ଏହି ସମୟକୁ ପରମେଶ୍ୱରଙ୍କୁ ଦିଅନ୍ତି ଓ ପ୍ରାର୍ଥନା ଓ ଆରାଧନା କରନ୍ତି, ତେବେ ପରମେଶ୍ୱର ସବୁ ବିଷୟରେ ଆଶୀର୍ବାଦ କରିବେ। ଆଉ ଏହି ସମୟରେ ବାଇବେଲ ପଢ଼ନ୍ତୁ। ଏହି ସମୟ ପରମେଶ୍ୱରଙ୍କ ଉପସ୍ଥିତିକୁ ଯିବାର ସମୟ ଅଟେ। ଏବ୍ରୀ 4 ପର୍ବ 12 ପଦ। କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜା ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏହି ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ବୁଝିବାକୁ ହେବ ଯେ ପରମେଶ୍ୱର ତାଙ୍କ ବାକ୍ୟ ମାଧ୍ୟମରେ କହୁଅଛନ୍ତି, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ। ତାହାଙ୍କ ବାକ୍ୟରେ ଜୀବନ ଅଛି ଏବଂ ସେହି ବାକ୍ୟ କାର୍ଯ୍ୟ ସାଧକ ହୋଇଥାଏ ଆମମାନଙ୍କ ଜୀବନ ପାଇଁ। ଏହି ସମୟରେ ଉଠି ପ୍ରାର୍ଥନା କରିବା କୌଣସି ସାଧାରଣ ବିଷୟ ନୁହେଁ। ଏହି ସମୟରେ ପ୍ରାର୍ଥନା କରିବା ଦ୍ୱାରା ଶୈତାନିକ ଶକ୍ତିକୁ ପରମେଶ୍ୱର ନଷ୍ଟ କରନ୍ତି ଓ ଆପଣଙ୍କୁ ପରମେଶ୍ୱରଙ୍କ ପାଇଁ ଗୋଟିଏ ସ୍ପେଶାଲ ଲୋକ ହୋଇଥାନ୍ତି। ଏଫେସୀୟ 6 ପର୍ବ 12 ପଦ। କାରଣ ଆମମାନଙ୍କ ଯୁଦ୍ଧ ଏହି ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟ ଆତ୍ମାମାନଙ୍କ ବିରୁଦ୍ଧରେ। ଏହି ସମୟରେ ପ୍ରାର୍ଥନା କରିବା ଦ୍ୱାରା ଆତ୍ମିକ ଯୁଦ୍ଧ କରିଥାନ୍ତି। ପରମେଶ୍ୱରଙ୍କ ଠାରୁ ଏହା ସଂକେତ ମିଳିଥାଏ। ଆପଣଙ୍କ ପରିବାର ପାଇଁ ଆସୁଥିବା ବିପଦରୁ ରକ୍ଷା ନିମନ୍ତେ ଏହି ସମୟରେ ଜାଗି ରହି ପ୍ରାର୍ଥନା କରିବା ଉଚିତ। କାରଣ ଏହି ସମୟରେ ଉଠି ପ୍ରାର୍ଥନା କରିବା ଅଭ୍ୟାସ ହେବା ଦରକାର। ମୋର ପ୍ରିୟ ପ୍ରଭୁଙ୍କର ଲୋକ, ଏହି ସମୟରେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦିଅନ୍ତୁ। ଆମେନ୍। ଆଶା କରେ ଏହି ଭିଡ଼ିଓ ଦ୍ୱାରା ଆପଣମାନେ ବହୁତ କିଛି ଶିଖିପାରିଥିବେ। ଏହି ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।